ସେମାନଙ୍କୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଦେବୁ। ଯାହା ହଉ ଏହି କଳାର ଯେଉଁ ନୂତନ କଳାକୁ ସେ ବାଛି ବାଛି ତିଆରି କରୁଛନ୍ତି ସେମାନଙ୍କୁ ଅନ୍ତରରୁ ଶୁଭେଚ୍ଛା ଦେଇ ଏହି କାର୍ଯ୍ୟକ୍ରମ ଛୋଟିଆ କାର୍ଯ୍ୟକ୍ରମଟି ଆରମ୍ଭ କରିବୁ। ଦୁଇଟି କଳାକାରମାନଙ୍କୁ ଆମେ ସମ୍ବର୍ଦ୍ଧନା କରିବୁ। ମୁଁ ଏଠାରୁ ସମର୍ପଣ ପରିବାରର ସଂଯୋଜକ ଶ୍ରୀଯୁକ୍ତ ମନୋଜ କୁମାର ବାରିକଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ରଖିବେ। ଢେଉସାହିରେ ପବିତ୍ର ମାଟି ତଥା ରଘୁନାଥ ମହାବୀର ରାମରା ପ୍ରଚାର ପ୍ରସାର ସମିତିର ଏହି ପବିତ୍ର ମଞ୍ଚକୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ମଞ୍ଚରେ ଉପସ୍ଥିତ ଥିବା ସମର୍ପଣ ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଆଜି ଏହି ମଞ୍ଚରେ ଆମକୁ ସୁଯୋଗ ଦେଇଥିବାରୁ ତଥା ମଞ୍ଚ ସମ୍ମୁଖରେ ବସିଥିବା ସମସ୍ତ ରାମପ୍ରେମୀ ଦର୍ଶକ ସମାଜକୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ ଜଣାଉଛି। ସମର୍ପଣ ପରିବାର ଦୀର୍ଘ 21 ବର୍ଷ ଧରି ଓଡ଼ିଶାର 5ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ ତଥା ଖୋର୍ଦ୍ଧାରେ ତାର ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏବେ ନୂତନ କରି ଗଞ୍ଜାମ ଜିଲ୍ଲାରେ ତାର ପ୍ରଚେଷ୍ଟା ଜାରି ରଖିଛି। ସମର୍ପଣ ପରିବାର ସଦା ସର୍ବଦା କଳାକୁ ସମ୍ମାନ, କଳାକାରକୁ ସମ୍ମାନ ତଥା ପ୍ରତ୍ୟେକ ମଞ୍ଚକୁ ସମ୍ମାନ ଦେଇ ଆସିଛି। ସମର୍ପଣ ପରିବାର ଓଡ଼ିଶାର ଲୋକକଳା, ଲୋକନୃତ୍ୟ, ଓଡ଼ିଶାର ସଂସ୍କୃତି ପରମ୍ପରାକୁ ବହନ କରି ପ୍ରତ୍ୟେକ ମଞ୍ଚରେ 2 ଜଣ କଳାକାରକୁ ସମ୍ମାନିତ କରି ଆସିଛି। ଆଜିର ଏହି ମହାନ ମଞ୍ଚରେ ଆମେ 2 ଜଣ କଳାକାରକୁ ସମ୍ମାନିତ କରିବୁ। ସେ ହେଉଛନ୍ତି ସମ୍ମାନୀୟ ଶ୍ରୀ ମହେଶ୍ୱର ସ୍ୱାଇଁ ମହୋଦୟ ଏବଂ ସମ୍ମାନୀୟ ଶ୍ରୀ ଛବିନ୍ଦ୍ର କୁମାର ସ୍ୱାଇଁ ମହୋଦୟ। ମୁଁ ଏହି 2 କଳାକାରଙ୍କୁ ନିବେଦନ କରୁଛି ଯଥାଶୀଘ୍ର ଏ ମଞ୍ଚକୁ ଆସିବା ପାଇଁ। ସମର୍ପଣ ପରିବାର 2026 ମସିହାରେ ଆଜି ହେଉଛି 130ତମ ମଞ୍ଚ। ସମର୍ପଣ ପରିବାର ଗୋଟିଏ କଥା ସବୁବେଳେ ଗୋଟିଏ କଥାକୁ ବିଶ୍ୱାସ ରଖି ଆସିଛି, ସବୁ ଧର୍ମର ସବୁ କର୍ମର ରହିଛି ଗୋଟିଏ କଥା, ଆସୁ ପଛେ ଯେତେ ଝଡ଼ ବତାସ ନଇଁବା ନାଇଁ ଆମେ ମଥା, ଆମେ ଗୋଟିଏ ଫୁଲର ପେନ୍ଥା, ଆମେ ଗୋଟିଏ ସୂତାରେ ଗୁନ୍ଥା, ହେଉଛି ଆମ ସମର୍ପଣ ପରିବାରର କଥା। ବର୍ତ୍ତମାନ ଆମ ଗହଣରେ 2 ଜଣ ମହାନ ବ୍ୟକ୍ତିତ୍ୱ ଅଛନ୍ତି। ବିଗତ ଦିନରେ ସେ ଯେଉଁ ଅଭିନୟ କରିଥିଲେ, ଯେଉଁ କୋଣାର୍କ କରିଛନ୍ତି, ତାର ସମ୍ମାନ ସ୍ୱରୂପ ସମର୍ପଣ ପରିବାର ତାକୁ ସମ୍ବର୍ଦ୍ଧିତ କରିବ। ବର୍ତ୍ତମାନ ମଣ୍ଡପ କରୁଛି ସମର୍ପଣ ପରିବାରର ଯେ ଅଛନ୍ତି କଟକର ସଂଯୋଜକ ସମ୍ମାନୀୟ ତରୁଣୀଚରଣ ବେହେରା ମହୋଦୟଙ୍କୁ ତାଙ୍କୁ ଉତ୍ତର ଦେଇ ସମ୍ବର୍ଦ୍ଧିତ କରିବା ପାଇଁ। ସମର୍ପଣ ପରିବାରର ଯେ ଅଛନ୍ତି ସଦସ୍ୟ ସମ୍ମାନୀୟ ସଞ୍ଜୟ ଜେନ ମହୋଦୟଙ୍କୁ ଅନୁରୋଧ କରୁଛୁ ତାଙ୍କୁ ଉତ୍ତର ଦେଇ ସମ୍ବର୍ଦ୍ଧିତ କରିବା ପାଇଁ। ବର୍ତ୍ତମାନ ସମର୍ପଣ ପରିବାର ତରଫରୁ যে ମାନପତ୍ରଟି ଦିଆଯିବ ତା ପୂର୍ବରୁ ଏହି ମଞ୍ଚରେ ସର୍ବ ସମ୍ମୁଖରେ ମାନପତ୍ରଟିକୁ ଆମେ ପଠନ କରିବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ସମର୍ପଣର ଯେ ଅଛନ୍ତି ସଂଯୋଜକ ତରୁଣୀଚରଣ ବେହେରା ମହୋଦୟଙ୍କୁ ଏହି ମାନପତ୍ରଟି ପଠନ କରିବା ପାଇଁ। जय श्री राम। सम्मान पत्र 2026 सम्मान्य श्री महेश्वर स्वाई महोदय एवं सम्मान्य श्री छविन्द्र कुमार स्वाई महोदय महाशय, आपण जड़े उच्चकोटीर शिरामेला कलाकार भाव में समग्र ओडिशा रे सुपरिचित, आदर्श परोपकारी भाव में सर्वत परिचित। अभिनय क्षेत्र में आपण जेपरी अंगीकारबद्ध अगणित दर्शक करताली ही आपण पुरस्कार। आपण निर्विकार स्थितप्रज्ञ, आपण जड़े दक्ष कलाकार भाव में दीर्घ वर्ष धरी कला जगत को आपणकर अवदान अविस्मरणीय। आपणकर परिचय आपण निजे कला राज्यर आपण एक प्रेरणार उत्स। कलार सामूहिक विकास पाई आपण प्रचेषा अविस्मरणीय, प्रशंसनीय और अभिनंदनीय। रामायण श्रीरामलीलार प्रसार प्रचार अभिनय क्षेत्र में निजक नियोजित करी आपण जो कलार कोणार्क गढ़ी से सफलतार स्मारकी स्वरूप समर्पण परिवार आपण समस्त कृतित्व को सम्मान जनाई आज महोत्सव अवसर में आपण को सम्मान प्रदान करने सहित भगवान श्री रामचंद्र निकट में आपण दीर्घ निरामय जीवन कामना करुँच। आपणकर समर्पण परिवार पोता पोखरी नुआ बजार कटक। जय श्री राम। अभिनय संग्राम ए मंच में उपस्थापना करने आगी
গুণে ফল ফলু তব আজ রাত্র হইগলে শেষ কালি প্রেত প্রেত হনুমান রাবণর মৃত্যু সর রক্ষি স্তম্ভে পূজা করে রানী মন্দোদরী ব্রহ্মহত বাণ সেই অঠে নারায়ণ ইন্দ্র বেশে যাইন মারুতি তাহা শীঘ্র আনিব লুচাই শেষর মারন্তে দত্য নিশ্চয় ହେବ ନାଶ ଆଉ ମାତ୍ର ତିନି ଦିନ ଅଛି ତା ଆୟୁଷ। सर ମୁଁ ବର୍ତ୍ତମାନ ନିବେଦନ କରିବି ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ ମହାବୀର ରାମଳା ପ୍ରଚାର ପ୍ରସାର ସମିତିର ସଭାପତି ଏବଂ ସମ୍ପାଦକ ମହୋଦୟଙ୍କୁ ସେଠି ମଞ୍ଚ ଉପରେ ଆସିବା ପାଇଁ ସଭାପତି ସମ୍ମାନୀୟ କାମଦେବ ପ୍ରଧାନ ମହୋଦୟଙ୍କୁ ଅନୁରୋଧ କରିବି ସେ ମଞ୍ଚ ଆସି ନେବା ପାଇଁ ସମ୍ପାଦକ ସମ୍ମାନୀୟ କୁଣ୍ଡୁଚରଣ ବେହେରା ମହୋଦୟଙ୍କୁ ଅନୁରୋଧ କରିବି ମଞ୍ଚ ଆସି ନେବା ପାଇଁ तथा कोषाध्यक्ष जुपेश नायक महोदय को अनुरोध करी टिके मंच आसी नेबा ପାଇଁ वर्तमान अनुरोध करी এই মানপত্র দেই এই কলাকারদেরকে সম্মানিত করা হবে ଟିକେ ଘରଦ୍ୱାର ଯାଇକି ଆମେ ଉତ୍ସାହିତ କରିବା କାହିଁକି ଗୋଟେ କଳାକାରର ପ୍ରକୃତ ପୁରସ୍କାର ହେଉଛି କରତାଳି ते घरद्वार ଯାଇକି ଆମେ ଉତ୍ସାହିତ କରିବା जाओ श्री श्री रघुनाथ जी महावीर रामला प्रचार प्रसार समिति समर्पण परिवार को यही मंच रे सुযোগ ଦେଇଥିବାରୁ ତାକୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ସେମାନେ निर्देश देले आगामी वर्ष यही मंच रे आमे दुई जन कलाकार को सम्मानित करबार सुযোগ पाइबे एति कहि हम संबर्धना कार्य शेष करछु जय श्री राम समर्पण परिवार को आम अनुष्ठान तथा अंचलवासी तरफ से जो प्रयास करती बण फूल बणे फुटी मरीजा भरी बण फूल को गोटाई आनी ताकू कलार शिष्यर पाहाच से रखुवर अनुष्ठान तरफ समर्पण परिवार को अनेक अनेक धन्यवाद एवं महाप्रभु जगन्नाथ प्रार्थना करूँ सुदीर्घ कामना करी जो अनुष्ठान तैयारी सफलतार पाहाच उत्तरतर उन्नति हो कही आमर यही कार्यक्रम को आम भंग करूँ। जय श्री राम जय जगन्नाथ।